କାନ୍ଦୁଛି ମା, କାନ୍ଦୁଛି ସ୍ତ୍ରୀ, କାନ୍ଦୁଛି ଭଉଣୀ, ଆଉ କାନ୍ଦୁଛନ୍ତି ପୁରା ଗ୍ରାମବାସୀ। ଏ ହୃଦୟ ବିଦାରକ ଦୃଶ୍ୟ ଦେଖିଲେ କେହି ବି ନିଜ ଲୁହକୁ ସମ୍ଭାଳି ପାରୁନାହାନ୍ତି। ବହିଯାଉଛି ଧାର ଧାର ଲୁହ। ଆଉ ସେଇ ଭିଜା ଲୁହରେ ଯବାନ ସମ୍ବିତ ଦାସଙ୍କ ଜନ୍ମମାଟି ଭଦ୍ରକ ଜିଲ୍ଲାର ନାଲଗୁଣ୍ଡା ଗାଁ ହଜାର ହଜାର ଲୋକ ସମ୍ବିତଙ୍କ ମର ଶରୀରକୁ ଶୋଭାଯାତ୍ରାରେ ଗାଁ ବଜାର ବୁଲେଇ ସାରିବା ପରେ ନିଜ ଗାଁ ଶ୍ମଶାନରେ ହେଲା ଶେଷକୃତ୍ୟ। ଏପଟେ ନିଜର ଏକମାତ୍ର ପୁଅକୁ ହରାଇ ବାପା ମା ଛାତି ଫଟା କାନ୍ଦ କାନ୍ଦୁଥିବା ବେଳେ ସ୍ତ୍ରୀ ଆଖିରୁ ଝରିଯାଉଛି ଅନବରତ ଲୁହ। ଆଉ ମା ଛାତି ପିଟି ପିଟି କାନ୍ଦି କାନ୍ଦି ଚିତ୍କାର କରି କହୁଛି, ମୋ ପୁଅରେ ତୁ କୁଆଡ଼େ ଗଲୁ, ଥରେ ଫେରିଆ। ଆଉ ସ୍ତ୍ରୀର ମଧ୍ୟ ସମାନ ଅବସ୍ଥା। ସ୍ତ୍ରୀ ପାଗଳି ପରି ଖାଲି କାନ୍ଦି ଚାଲିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ଗାଁର ଯବାନ ସମ୍ବିତ ଦାସଙ୍କ ମୃତ୍ୟୁ ପରେ ଏ ଅବସ୍ଥା ହେଉଛି ସମ୍ବିତଙ୍କ ମା ଓ ସ୍ତ୍ରୀର। ସ୍ତ୍ରୀ ସମ୍ବିତ ଦାସ ଗତ 11 ତାରିଖ ସକାଳ 6ଟାରେ ଠାକୁର ପୂଜା କରୁଥିବା ବେଳେ ସ୍ୱାମୀ ଯବାନ ସମ୍ବିତଙ୍କର ଫୋନ୍ କଲ୍ ଆସିଥିଲା। ହେଲେ ଠାକୁର ପୂଜା କରୁଥିବାରୁ ସ୍ତ୍ରୀ କଲ୍ ଉଠାଇ ପାରିନଥିଲେ। ପୂଜା ସାରି ଆସି ଦେଖିଲା ବେଳକୁ ସ୍ୱାମୀ ସମ୍ବିତର ମିସ୍ କଲ୍ ଥିଲା। ହେଲେ କଥା ହେଇପାରିନଥିଲେ ସ୍ତ୍ରୀ। ପରେ 9:30ରେ କଲ୍ ଆସିଲା, ଆପଣଙ୍କ ସ୍ୱାମୀ ଆଉ ଏ ଦୁନିଆରେ ନାହାନ୍ତି। ସେହିପରି ମା ମଧ୍ୟ 4 ଦିନ ତଳେ ପୁଅ ସହ କଥା ହେଇଥିଲା। କ'ଣ ଖାଇଛି ବୋଲି ପୁଅକୁ ପଚାରିଥିଲା। ହେଲେ ତାପରେ ଖବର ଆସିଲା ତୁମ ପୁଅ ଆଉ ଏ ଦୁନିଆରେ ନାହିଁ। ଖବର ଶୁଣିବା ପରେ କେବଳ ପରିବାର ଲୋକେ କାହିଁକି ଗାଁଟା ସାରା ଲୋକଙ୍କ ଆଖିରେ ଝରୁଛି ଧାର ଧାର ଲୁହ। ନାଲଗୁଣ୍ଡା ଗାଁର ବିଷ୍ଣୁ ମୋହନ ଦାସଙ୍କର ଏକମାତ୍ର ପୁଅ ହେଉଛି ସମ୍ବିତ ଦାସ। 2023 ମସିହାରେ ସେ ଯବାନ ଭାବେ ଭର୍ତ୍ତି ହୋଇଥିଲେ। ଗାଁ ଲୋକଙ୍କର ଅତି ପ୍ରିୟ ଥିଲା ସମ୍ବିତ। ସମ୍ବିତଙ୍କର 2ଟି ପୁଅ ଆଉ ସ୍ତ୍ରୀ ସସ୍ମିତା ବାରିକ, ଯିଏକି ତିହିଡ଼ି ବ୍ଲକରେ ପିଓ ଭାବରେ କାର୍ଯ୍ୟ କରୁଛନ୍ତି। ତେବେ ସମ୍ବିତ ଜାମ୍ମୁ କାଶ୍ମୀରର ବାନ୍ଦିପୋରାରେ ଡ୍ୟୁଟି କରୁଥିବା ବେଳେ ମୃତ୍ୟୁବରଣ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ସମ୍ବିତଙ୍କର ମର ଶରୀର ନିଜ ଗାଁରେ ପହଞ୍ଚିବା ପରେ ପୁରା ଗାଁରେ ଯେମିତି ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା। ଆଜି ସକାଳେ ଏକ ଶୋଭାଯାତ୍ରାରେ ଗାଁ ପରିକ୍ରମା ପରେ ନିଜ ଗାଁ ମଶାଣିରେ ସମ୍ବିତଙ୍କ ଶେଷକୃତ୍ୟ କରାଯାଇଛି। ଏବେ ନିଜ ଆତ୍ମୀୟ ଲୋକଙ୍କଠାରୁ ଆରମ୍ଭ କରି ଗାଁ ମାଟି ପାଣି ପବନ ସମସ୍ତେ ଝୁରୁଛନ୍ତି ସମ୍ବିତକୁ। ଆଉ କହୁଛନ୍ତି, ସମ୍ବିତ ସତରେ ତୁ କ'ଣ ଆଉ ଫେରିବୁନି? ଗାଁକୁ ଆସିଲେ ସବୁ ଛୁଆଙ୍କୁ ନେଇ ସ୍ନେହ ହାତରେ ଭଲ କରି ସମସ୍ତେ ତାକୁ ଭଲ ପାଆନ୍ତି, ସମସ୍ତେ ତାକୁ ସ୍ନେହ କରନ୍ତି। ହଁ, 1-2 ମାସ ପୂର୍ବରୁ ଆସିଥିଲା। ମତେ ପଚାରିଲା, ସାନୁ ତମ ଛୁଆ ଭଲ ପଢେ, ଭଲ ହୁଏ ପାଠ, ତାର ମୁଁ ଯେତିକି ପ୍ରଶ୍ନ ପଚାରିଲି ଆନ୍ସର ଦେଇଦେଲା। ପାଣି ମୁନ୍ଦେ ମାଗିଲା, ତାକୁ ଦେଇଥିଲି ପାଣି ପିଇକି ଯାଇ ଆଉ ଦେଖିନାହିଁ। ସମସ୍ତେ କାନ୍ଦୁଛନ୍ତି। ସାରା ସମସ୍ତେ ଛୋଟ କତିରୁ ବଡ ପର୍ଯ୍ୟନ୍ତ ଗାଁରେ ଶୁଏକି ଭାଇକି ମିସ୍ କରୁଛନ୍ତି। ଏତେ ତାଙ୍କ କଳନା ନାହିଁ, କହିହବନି। ଯେତେ କହିଲେ ବି ତାଙ୍କୁ କମ ହବ। ସବୁ ଛୁଆଙ୍କୁ ସେ ଗାଁର ଯେତେ ଛୁଆ ସମସ୍ତଙ୍କୁ ଡାକିକି ବୁଡରେ ବସେଇ ତାଙ୍କୁ ଆଦର କରି ଦୋକାନରୁ ଚକଲେଟ, ମୋ ପୁଅକୁ ସେ ବେଶୀ ଭଲ ପାଏ, ସେ ନେଇକି ଦାଣ୍ଡରେ ନେଇ ଖୋଇ ତାଙ୍କୁ କୁଡରେ ବସେଇ କୁଡର ଶୋଇ ବି ସେ ଇଏ କରନ୍ତି। ତାଙ୍କ ଭିତରେ ଗର୍ବ କରନ୍ତି ନାହିଁ। ଆମ ଘରକୁ ସବୁବେଳେ ଆସେ, ମୋ ପାଖ ବିଛଇ ଦେବି ଶୋଇବେ, ସବୁ ତାଙ୍କର ଆମ ଘରେ ସେ କରନ୍ତି। ସବୁବେଳେ ସେ ଆମ ସାଙ୍ଗର ମିଶନ୍ତି, ସବୁବେଳେ ଇଏ କରନ୍ତି। ଗୋଟିଏ ପୁଅ ତାଙ୍କର କୂଳରୁ ଚାଲିଗଲା, ସେ ବହୁତ କଷ୍ଟରେ ଅଛନ୍ତି। ତାଙ୍କୁ କଣ କହିବୁ ଆମେ? ସେଠୁ ଆସିଲା ଖାଲି ମୋ ପୁଅ ଗୋଟେ ଫୋନ ଆସିଲା ଯେ ଆପଣଙ୍କ ପୁଅ ଶହୀଦ ହେଇଗଲା। ଆଉ କେମିତି କ'ଣ ମୁଁ ଆଉ କିଛି କହିପାରିବିନି, ସେତିକି, ମୁଁ ଆଉ କିଛି କହିପାରିବିନି। ଆଉ ତାପରେ ଯାହା ରିପୋର୍ଟ ପୋଷ୍ଟମର୍ଟମ ରିପୋର୍ଟ ଆସିବ ଯାହା, ଆଉ ମୁଁ ଆଉ କିଛି ଜାଣିନି, କହିପାରିବିନି। ହଁ, ଗୋଟିଏ ପୁଅ। କ'ଣ ମୁଁ ବହୁତ ଭଲ ପାଏ, ସେ ମତେ ବି ଭଲ ପାଏ, ସମସ୍ତେ ତାକୁ ଭଲ ପାଆନ୍ତି। ଗଳି ଆପଣ ଦେଖନ୍ତୁ, ଏଇ ଗାଁ ସାରା ଗଳି ସାରା କାନ୍ଦୁଛନ୍ତି, ଆଉ
ନା ନା ଆଉ କିଛି ନାହିଁ ମତେ ଆଉ କିଛି ପଚାରନ୍ତୁନି ଖାଲି ଏତିକି ମୁଁ ଆଉ ମୋ ମୁଣ୍ଡ କିଛି ନୁହେଁ ସେ ସବୁ ଭଲ ଆଉ କିଛି ଭଦ୍ରକରୁ ସୁବ୍ରକାନ୍ତ ରାଉତରାୟଙ୍କ ରିପୋର୍ଟ A1 ଓଡ଼ିଆ।